ରାସନ କାର୍ଡ ବ୍ୟବହାର ନ କଲେ କ'ଣ ହବ? ଯେମିତିକି ଆପଣଙ୍କର ଗୋଟେ ରାସନ କାର୍ଡ ଅଛି, ଆପଣ ଯେକୌଣସି ଗୋଟେ କାରଣରୁ ଆପଣଙ୍କ ରାସନ କାର୍ଡରେ ରାସନଟି ନେଇପାରୁନାହାନ୍ତି। ଯେମିତିକି ଆପଣ ଅନ୍ୟ ଷ୍ଟେଟରେ ରହୁଛନ୍ତି, ମାନେ ଓଡ଼ିଶାରୁ ବାହାରେ ରହୁଛନ୍ତି, ଆପଣମାନେ ରାସନ ନେବା ପାଇଁ ଆସିପାରୁନାହାନ୍ତି, କିମ୍ବା ଆପଣ ଗୋଟେ ଅଯୋଗ୍ୟ ହିତାଧିକାରୀ, ଆପଣଙ୍କୁ ରାସନ ନେବା ପାଇଁ ଭଲ ଲାଗୁନି, ଏମିତି ଯେକୌଣସି ଗୋଟେ କାରଣ ହେଇଥିବ ଆପଣ ରାସନଟି ନେଇପାରୁନାହାନ୍ତି, ବହୁତ ଦିନ ହେଇଗଲା ରାସନ ନେଇପାରୁନାହାନ୍ତି। ତେବେ କ'ଣ ପ୍ରୋବ୍ଲେମ୍ ହେବ? ତେବେ ଆସନ୍ତୁ, ରାସନ କାର୍ଡ ଯଦି ଆମେ ବ୍ୟବହାର କରିବାନି କ'ଣ ହବ ଅସୁବିଧା ହବ ଆମେ ବର୍ତ୍ତମାନ ଆଲୋଚନା କରିବା। ଯେମିତିକି 1 ନମ୍ବର ହେଲା ଆପଣଙ୍କର ରାସନ କାର୍ଡଟି ଲେପ୍ସ ହେଇଯିବ, ମାନେ ଶେଷ, ମାନେ ତାକୁ ବ୍ଲକ୍ କରାହେଇଯିବ, ଲକ୍ କରାହେଇଯିବ, ସେ ଆଉ କାମ କରିବନି। ଯେମିତିକି ଯଦି କାର୍ଡ ବ୍ୟବହାର କରାଯାଏ ନାହିଁ, ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ NFSA ଅନୁଯାୟୀ ଆପଣ ପାଇବାକୁ ଥିବା ସମସ୍ତ ମାସିକ ଖାଦ୍ୟ, ମାନେ ଆପଣ ଯେଉଁ ଖାଦ୍ୟ ସରକାରଙ୍କ ତରଫରୁ ଆପଣଙ୍କ ରାସନ କାର୍ଡରେ ଗୋଟେ ବ୍ୟକ୍ତି ଅଛି କିମ୍ବା 2ଟି ବ୍ୟକ୍ତି ଅଛନ୍ତି, ତାଙ୍କ ହିସାବରେ ଯେତିକି ସବସିଡିରେ ଯେଉଁ ଚାଉଳ ଗହମ ଯେକୌଣସି ଦ୍ରବ୍ୟ ଆସୁଥିଲା ତାହା ଆସିବାଟା ବନ୍ଦ ହେଇଯିବ। ବୁଝିପାରିଲେ? 1 ନମ୍ବର କ'ଣ ସୁବିଧା ହବ? ଆପଣଙ୍କର ରାସନ କାର୍ଡରେ 2 ଜଣ ବ୍ୟକ୍ତି ଅଛନ୍ତି, 2 ଜଣଙ୍କ ଏଗନେଷ୍ଟରେ ଯେଉଁ 10 କେଜି ଚାଉଳ ଆସୁଥିଲା ସରକାରଙ୍କ ତରଫରୁ, ଯେଉଁ ଆଲଟମେଣ୍ଟ ହେଇ ଆପଣଙ୍କ ପଞ୍ଚାୟତକୁ 2 କେଜି ଚାଉଳ ଆସୁଥିଲା, ପ୍ରଥମେ ସରକାର କ'ଣ କରିବେ? ସେହି ଚାଉଳ ପଠେଇବାଟା ବନ୍ଦ କରିଦେବେ ଯଦି ଆପଣଙ୍କର ରାସନ କାର୍ଡଟି ବ୍ୟବହାର କରୁନାହାନ୍ତି। 1 ନମ୍ବର। 2 ନମ୍ବର ହେଲା ସ୍ୱୟଂଚାଳିତ ନିଷ୍କ୍ରିୟତା। ଯଦି ଦେଖନ୍ତୁ, ନିଷ୍କ୍ରିୟତା ଯଦି ଆପଣମାନେ 3 ମାସ ଧରି ଆପଣମାନେ ଯଦି ରାସନ କାର୍ଡକୁ ବ୍ୟବହାର କରୁନାହାନ୍ତି, ତେବେ କ'ଣ ହବ? ଅଟୋମେଟିକ୍ ଆପଣଙ୍କର ରାସନ କାର୍ଡଟି ବନ୍ଦ ହେଇଯିବ, ନିଷ୍କ୍ରିୟ ହେଇଯିବ। ନିଷ୍କ୍ରିୟ ମାନେ କ'ଣ? ପୁରା ବ୍ଲକ୍ ହେଇଯିବ, ଆଉ ତାହା କାମ କରିବ ନାହିଁ। ସେ ରାସନ କାର୍ଡରେ ଆପଣମାନେ ଭବିଷ୍ୟତରେ ଆଉ ରାସନ ନେଇପାରିବେ ନାହିଁ ଯଦି ଆପଣମାନେ କଣ୍ଟିନ୍ୟୁ 3 ମାସ ଧରି ରାସନ ନେଉନାହାନ୍ତି। କିନ୍ତୁ କିଛି କିଛି କେସ୍ରେ ଏହା 3 ମାସ ପରେ ମଧ୍ୟ ସରକାର ଆକୁ ବ୍ଲକ୍ କରୁନାହାନ୍ତି ଏହି ରାସନ କାର୍ଡକୁ, କିଛି କିଛି କେସ୍ରେ। କିନ୍ତୁ ସରକାରଙ୍କର ଯେଉଁ ଗାଇଡଲାଇନ୍ସ ଅଛି, ଗାଇଡଲାଇନ୍ସ ଅନୁଯାୟୀ ଯଦି 3 ମାସ ପର୍ଯ୍ୟନ୍ତ ଆପଣମାନେ ରାସନ ନେଉନାହାନ୍ତି, ଆପଣଙ୍କର ସେଇ ରାସନ କାର୍ଡଟି ସରକାର ବନ୍ଦ କରିପାରିବେ। ବୁଝିପାରିଲେ? ତେବେ ଦେଖନ୍ତୁ, ଆଉ କିଛି ଯେମିତି ପ୍ରୋବ୍ଲେମ୍ ହେବ, ଯେମିତି ଆପଣଙ୍କ ପରିବାରର ପ୍ରତି ବ୍ୟକ୍ତିଙ୍କ ପାଇଁ ଯେଉଁ 5 କେଜି ଯେକୌଣସି ଗୋଟେ ଚାଉଳ ହଉ ଗହମ ଆସୁଛି, ତାକୁ ସରକାର କ'ଣ କରିବେ? ଫ୍ରିଜ୍ କରିଦେବେ, ଆଉ ତାହାକୁ ଦେବେନି। ଯେମିତି ଆମେ ପୂର୍ବରୁ କହିଲୁ, ଆପଣ ଯଦି ଚାଉଳ ନେଉନାହାନ୍ତି, ଆପଣଙ୍କର ସେ ଚାଉଳକୁ ସରକାର ଫ୍ରିଜ୍ କରିଦେବେ, ଆପଣଙ୍କ ପଞ୍ଚାୟତକୁ ଆଉ ସେ ଚାଉଳ ପଠେଇବେନି, ଏବଂ ଯେହେତୁ ଚାଉଳ ପଠେଇବେନି, ଧୀରେ ଧୀରେ 3 ମାସ ପରେ ଧୀରେ ଧୀରେ କ'ଣ ହବ? ଆପଣଙ୍କର ସେ ରାସନ କାର୍ଡଟି ପୁରା ବନ୍ଦ ହେଇଯିବ। ବୁଝିପାରିଲେ? ତେବେ ଦେଖନ୍ତୁ, ଏହା କାହିଁକି କରାଯାଏ? ସରକାର ଯେଉଁ 3 ମାସ ପରେ ରାସନ କାର୍ଡଟି ବନ୍ଦ କରୁଛନ୍ତି, ଫ୍ରିଜ୍ କରୁଛନ୍ତି, କାହିଁକି କରୁଛନ୍ତି? ଯେହେତୁ ସରକାର ତ ସର୍ଭେ କଲା ପରେ ଯେଉଁ ଯୋଗ୍ୟ ହିତାଧିକାରୀ ଥିଲେ, ସେ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡଟି ଦେଇଛନ୍ତି। ତେବେ ବର୍ତ୍ତମାନ କାହିଁକି ପୁଣି, ଯଦି ସେ ଗୋଟେ ବ୍ୟକ୍ତି ସେ ବାହାରେ ରହୁଛନ୍ତି, ଯେକୌଣସି ଗୋଟେ କାରଣରୁ ସେ ଆସିପାରୁନାହାନ୍ତି, ସେ ରାସନ ନେଇପାରୁନାହାନ୍ତି, ତେବେ ସରକାର କାହିଁକି ତାଙ୍କର ରାସନ କାର୍ଡଟିକୁ ବନ୍ଦ କରିଦେଉଛନ୍ତି? ଏହାର କାରଣ କ'ଣ? ଦେଖନ୍ତୁ, ONORC ମାନେ ୱାନ୍ ନେସନ୍ ୱାନ୍ ରାସନ କାର୍ଡ, ଏହି ଯୋଜନା କ'ଣ କରେ? ରାଜ୍ୟରେ ସମସ୍ତ ଯେଉଁ ଅଯୋଗ୍ୟ ହିତାଧିକାରୀ ମାନେ ଅଛନ୍ତି, ତାଙ୍କୁ ଏହି ରାସନ କାର୍ଡ ମାଧ୍ୟମରେ ସୁବିଧା, ମାନେ ସରକାରଙ୍କର ଯେଉଁ ସବସିଡି ସୁବିଧା ଅଛି, ତାକୁ ପ୍ରଦାନ କରିଥାଏ। ଏବଂ ଏହା ସହ ଏହା ମାନେ ଇନ୍ସପେକ୍ସନ ମଧ୍ୟ କରିଥାନ୍ତି ଏବଂ ଚିହ୍ନଟ ମଧ୍ୟ କରିଥାନ୍ତି, ମାନେ କେତେ ଗୋଟି ରାସନ କାର୍ଡ ନିଷ୍କ୍ରିୟ ଅଛି, ମାନେ ୟୁଜ୍ ହେଉନାହିଁ, ବ୍ୟବହାର ହେଉନାହିଁ, ଏହା ମଧ୍ୟ ଏହି ୱାନ୍ ନେସନ୍ ୱାନ୍ ରାସନ କାର୍ଡ ଯୋଜନା ଚିହ୍ନଟ କରିଥାଏ। ଏବଂ ଏହାର ଆଉ ଗୋଟେ ମୁଖ୍ୟ କାରଣ ହେଉଛି ଭୂତ ହିତାଧିକାରୀ ମାନଙ୍କୁ ଚିହ୍ନଟ କରିବା। ଯେମିତିକି ଜଣର ଗୋଟେ ରାସନ କାର୍ଡଟି ଥିଲା, ଗୋଟେ ବ୍ୟକ୍ତିଙ୍କର ଗୋଟେ ରାସନ କାର୍ଡଟି ଥିଲା, ବର୍ତ୍ତମାନ କ'ଣ ହେଇଛି ନା, ସେ ଆଗାମୀ 2 ମାସ 3 ମାସ ହେଲା ସେମାନେ ଏହି ରାସନ କାର୍ଡରେ ସେ ରାସନ ନେଉନାହାନ୍ତି। ବର୍ତ୍ତମାନ ସେ ବ୍ୟକ୍ତି ଆଉ ଏ ଦୁନିଆରେ ନାହାନ୍ତି, ମାନେ ତାଙ୍କ ରାସନ କାର୍ଡ ଅଛି କିନ୍ତୁ ସେ ବ୍ୟକ୍ତି ଆଉ ଏ ଦୁନିଆରେ ନାହାନ୍ତି। ତେବେ କେମିତି ଜଣାପଡ଼ିବ? ଦେଖନ୍ତୁ, ସେ ବ୍ୟକ୍ତି ଯେହେତୁ ଦୁନିଆରେ ନାହାନ୍ତି, ସେ ଆଉ ଆସି ରାସନ ନେଉନାହାନ୍ତି, ତାଙ୍କର ସେଇ ରାସନ କାର୍ଡଟା ହେଇଗଲା ଭୂତ ରାସନ କାର୍ଡ। ବୁଝିପାରିଲେ? ମାନେ ରାସନ କାର୍ଡ ଅଛି, ପଞ୍ଚାୟତରେ ଯେଉଁ 10 ଜଣ, ମନେକର ପଞ୍ଚାୟତରେ 100 ଜଣ ହିତାଧିକାରୀ ଅଛନ୍ତି, 100 ଜଣ ମଧ୍ୟରେ ତାଙ୍କର ନାମ ଅଛି, ତେବେ
ବର୍ତ୍ତମାନ କେତେ ଜଣ ଅଛନ୍ତି? କେବଳ 99 ଜଣ ଅଛନ୍ତି ଆଉ ଜଣେ ବ୍ୟକ୍ତି ନାହାନ୍ତି। ସେଇ ଗୋଟେ ବ୍ୟକ୍ତି ହେଉଛନ୍ତି ଭୂତ ହିତାଧିକାରୀ। ସେମାନଙ୍କୁ ଯଦି ସେମାନେ ଯେଉଁମାନେ ବହୁତ ଦିନ ପର୍ଯ୍ୟନ୍ତ ରାସନ ନେବେନି ତାଙ୍କୁ କ'ଣ କରିବେ? ଏହି ଯୋଜନା ମାଧ୍ୟମରେ ଚିହ୍ନଟ କରାହେବ ଏବଂ ତାଙ୍କୁ ସରକାରଙ୍କର ଏହି ନିୟମ ଅନୁସାରେ ଭୂତ ହିତାଧିକାରୀ ବୋଲି ତାଙ୍କର ରାସନ କାର୍ଡଟିକୁ ବ୍ଲକ କରାଯିବ, ବନ୍ଦ କରାଯିବ। ରାସନ କାର୍ଡକୁ କାଟି ମଧ୍ୟ ଦେବେ ସରକାର। ବୁଝିପାରିଲେ? ଏବଂ ଆଉ ଗୋଟେ କେସରେ କ'ଣ ହବ ଦେଖନ୍ତୁ। ଆଗରୁ କ'ଣ ହଉଥିଲା? ଯେମିତିକି ଗୋଟେ ପରିବାରରେ 6 ଜଣ ବ୍ୟକ୍ତି ଅଛନ୍ତି, 6 ଜଣ ବ୍ୟକ୍ତି ଯାକ ରାସନ ନେଉଥିଲେ, ମିଳୁଥିଲା। କିନ୍ତୁ କିଛି ଦିନ ପରେ ତାଙ୍କର ସେଇ ପରିବାରରେ 2 ଜଣ ବ୍ୟକ୍ତି ଆଉ ନାହାନ୍ତି। ବର୍ତ୍ତମାନ ସେ ଓନ୍ଲି 4 ଜଣ ବ୍ୟକ୍ତି ଅଛନ୍ତି। କିନ୍ତୁ ସେ ପରିବାରରେ ବର୍ତ୍ତମାନ ମଧ୍ୟ ସେମାନେ କ'ଣ କରୁଛନ୍ତି ନା ସେଇ 6 ଜଣ ବ୍ୟକ୍ତିଙ୍କର ରାସନ ନେଉଛନ୍ତି। କିନ୍ତୁ ସରକାର କିଛି ଦିନ ପୂର୍ବରୁ ସମସ୍ତ ବ୍ୟକ୍ତିଙ୍କର EKYC କରିବା ପାଇଁ କହିଥିଲେ। EKYC କାହିଁକି କହିଥିଲେ? ଠିକ୍ ଏହିଭଳି ଯେମିତି ଭୂତ ହିତାଧିକାରୀ ରଖିବା ପାଇଁ ଏମିତି ରାସନ କାର୍ଡ 3 ମାସ ପରେ ନ ନେଲେ ବନ୍ଦ କରନ୍ତି, ଠିକ୍ ସେଇଭଳି ଭାବେ ଯେଉଁମାନେ କଣ୍ଟିନ୍ୟୁ ରାସନ ନେଉଛନ୍ତି ସେ ଭିତରେ ମଧ୍ୟ କିଛି ଭୂତ ହିତାଧିକାରୀ ଅଛନ୍ତି କିମ୍ବା ଅଯୋଗ୍ୟ ହିତାଧିକାରୀ ଅଛନ୍ତି, ସେମାନଙ୍କୁ ବନ୍ଦ କରିବା ପାଇଁ ସରକାର ଏହିଭଳି EKYC ମଧ୍ୟ କରିବା ପାଇଁ ସରକାର କହିଥିଲେ। ବୁଝିପାରିଲେ? ତେବେ ଆସନ୍ତୁ ବର୍ତ୍ତମାନ ଦେଖିବା, ଯଦି ଆପଣ କାର୍ଡ ବ୍ୟବହାର କରିନାହାନ୍ତି ତେବେ ଆପଣ କ'ଣ କରିବେ? ଆପଣ ବହୁତ ଦିନ ହେଲା କାର୍ଡ ବ୍ୟବହାର କରିନାହାନ୍ତି, ବର୍ତ୍ତମାନ ଆପଣମାନେ କ'ଣ କରିବେ? ଆପଣମାନେ ବର୍ତ୍ତମାନ କ'ଣ କରିବେ ନା ଯଥାଶୀଘ୍ର ଆପଣମାନେ କ'ଣ କରିବେ? ଆପଣଙ୍କର ସେ ରାସନ କାର୍ଡ ମାଧ୍ୟମରେ ଆପଣ ଭାରତର ଯେକୌଣସି ଗୋଟେ ଜାଗାରେ ଅଛନ୍ତି, ଆପଣ ନିଜର ପଞ୍ଚାୟତ ନାହିଁ, ଭାରତର ଯେକୌଣସି ଗୋଟେ ଜାଗାରେ ଅଛନ୍ତି, ଆପଣଙ୍କୁ ଯେହେତୁ ବର୍ତ୍ତମାନ 1 ନେସନ 1 ରାସନ ହେଇଯାଇଛି, ମାନେ ଆମ ଗୋଟେ ଭାରତରେ ଗୋଟେ ହିଁ ରାସନ କାର୍ଡ ରହିବ। ପୁରା ଭାରତରେ ଗୋଟେ ରାସନ କାର୍ଡ, ଆପଣ ଯୋଉଠି ବି ମଧ୍ୟ ରହି ରାସନ ନେଇପାରିବେ। ଯଥାଶୀଘ୍ର ଆପଣ ଆପଣଙ୍କର ନିୟରେଷ୍ଟ ଯେଉଁ ସେଣ୍ଟର ଅଛି ସେଠି ଆପଣମାନେ ରାସନ କଲେକ୍ଟ କରନ୍ତୁ ଯଦି ଆପଣମାନେ ଯୋଗ୍ୟ ହିତାଧିକାରୀ। ବୁଝିପାରିଲେ? ଏବଂ ଆଉ ଗୋଟେ ପଟେ ଯଦି ଆପଣଙ୍କର ରାସନ କାର୍ଡ ଅଛି, ଆପଣ ନିଜେ ଭାବୁଛନ୍ତି ଯେ ଆପଣ ଅଯୋଗ୍ୟ ହିତାଧିକାରୀ, ତେଣୁ ଆପଣ ଆସି ରାସନକୁ ନେଉନାହାନ୍ତି, ତେବେ ଆପଣ କ'ଣ କରିପାରିବେ? ନିଜେ ସେଇ ଆପଣ ତହସିଲ ଅଫିସକୁ ଯାଇ ସେଠି ଗୋଟେ ଆପ୍ଲିକେସନ ଦେବେ ଯେ ଆପଣ ହେଉଛନ୍ତି ଗୋଟେ ଅଯୋଗ୍ୟ ହିତାଧିକାରୀ, ଆପଣଙ୍କର ରାସନ କାର୍ଡଟିକୁ ବାତିଲ କରାଯାଉ, ମାନେ କ୍ୟାନସେଲ କରାଯାଉ। ଏମିତି ଗୋଟେ ଆପ୍ଲିକେସନ ଦେଲା ପରେ ଆପଣଙ୍କର ସେଇ ରାସନ କାର୍ଡଟି କ୍ୟାନସେଲ ହେଇଯିବ। ବୁଝିପାରିଲେ? ଆପଣ କ'ଣ କରିବେ? ତେବେ ଦର୍ଶକ ବନ୍ଧୁ, ଆଶା କରୁଛି ଆଜିକାର ଏହି ଇନଫର୍ମେସନଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ପ୍ଲିଜ୍ ଗୋଟେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏଇଭଳି ନୂଆ ନୂଆ ଅପଡେଟ୍ ଆମ ଚ୍ୟାନେଲରେ ଡେଲି ପାଇବା ପାଇଁ। ନମସ୍କାର, ଧନ୍ୟବାଦ, ଜୟ ଜଗନ୍ନାଥ।